ମାଆ ହେଲା ପରେ ମୁଁ ଆଜି ଜାଣିପାରିଲି ଏ ଛୁଆମାନଙ୍କୁ ମାଆ ମାନେ ଏତେ କୁଟୁଛନ୍ତି କ'ଣ ପାଇଁ। ନା ଭଲ ଶାନ୍ତିରେ ଖାଇପାରୁଛୁ, ନା ଶୋଇପାରୁଛୁ, ନା ପିଇପାରୁଛୁ। ଯଦି ଏତେ ଜୋରେ କାନ୍ଦିବେ ଯଦି ଯେମିତି ଘର ଗୋଟେ ଭୂମିକମ୍ପ ହେଇଗଲା। ଗୋଟେ ଗୋଟେ ଡାଇନିଂ ରୁମ୍ରେ ଥିଲା, ଆଉ ଗୋଟେ ଗୋଟେ କିଚେନ୍ ରୁମ୍ରେ ପଡ଼େ। ଆଉ ଖେଳନା ଗୁଡ଼ାକ ଏମିତି ସବୁ ପିଛା ଥିବା ଯେମିତି ମାଓବାଦୀ ପାଇଁ ବମ୍ ଗୁଡ଼ା ସବୁ ଖଞ୍ଜିକି ରଖାହେଇଛି। ତାପରେ ଘର ଲୋକମାନେ ଆସି କହିବେ ଏ ଘରଟାକୁ ଏମିତି ଅପରିଷ୍କାର କରିକି ପକାଉଛ, କାହିଁ ସଜାଡ଼ୁନ? ଦେଖିଲେ ସେ ଛୁଆମାନେ ଯେମିତି କରିଛନ୍ତି ସେମାନେ ଟିକେ କହୁନ ଆମେ କେତେ ସଜାଡ଼ିବୁ। ବାହାରୁ ଗଲାବେଳେ ଏମିତି ପୁରା ମୁହଁରେ ମାନେ କ୍ୟୁଟ୍ ବାଲା ହସ ଗୋଟେ ଲାଗିବ, ସତେ ଯେମିତି ପୁରା ଛୁଆ ପୁରା ଶାନ୍ତ ସରଳ ପୁରା। ପୁରା ଆଉ ଥରେ ଘରକୁ ଆସିଲା ପରେ ଦେଖିବେ ଯେ ଛୁଆଟି ତା ବାହାର ଲୋକମାନେ କ'ଣ ସେଇଟା ଜାଣିବେ। ବାହାର ଲୋକମାନେ କହିବେ କ'ଣ ତା ମାଆଟା ଖାଲି ବେକାରରେ ତାକୁ କୁଟୁଛି ନା ଆଉ ବାଡ଼ଉଛି ନା, ତା ମାଆଟା ଭଲ ନାହିଁ। ଏଥିରେ ଏତେ ଗେଲର ଆଦର କରିକି ପୁରା ରଖିଥିବୁ ମାନେ ତା ଗାଳି ଶୁଣିକି। ତାପରେ ତ ସିଏ ପଚାରିବୁ ଧନରେ ତୋ ବାବା ଭଲ ନା ମାମା? କହିବେ ବାବା। କି ଧନ କହିଲୁ ମାମା ଭଲ ନା ବାବା? ବାବା। ଦେଖିଲେ ତ